गण 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 गणेश को बुझिबा विद्यादायक को बुझि विद्या पाठ पाइबा गण 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 गणेश को बुझिबा विद्यादायक को बुझि विद्या पाठ पाइबा गणेश चतुर्थी दिन रे आशा बुझिबा विद्या पाइबा हर गौरी सुता विद्या भंडार कथा सर्व अंग बुद्धिता तके जगत जीता हर गौरी सुता विद्या भंडार कथा सर्व अंग बुद्धिता तके जगत जीता गण 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 गणेश को बुझिबा विद्यादायक को बुझि विद्या पाठ पाइबा गणेश चतुर्थी दिन रे आशा बुझिबा विद्या पाइबा आशा बुझिबा विद्या पाइबा बरस घरे आस सब बुझिबा करी विद्या पाठ अर्जन करिबा तक विद्या दाता रे नहीं के दुनिया रे प्रसन्न हेले थरे भाग्य बदलिब रे न्याय भक्ति रस तार बुझिबा भक्ति उपवास करी पूजा करी गण 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 गणेश को बुझिबा विद्यादायक को बुझि विद्या पाठ पाइबा गणेश चतुर्थी दिन रे आशा बुझिबा विद्या पाइबा आशा बुझिबा विद्या पाइबा आस सांग आज कौन तुम जानिच हाँ आज हूँ गणेश पूजा आज पर दिन में गणेश चतुर्थी पूजा हुए से दिन पर आसी जाइए अरे हाँ अरे चलो जल्दी चलो पूजा तो चलिलानी एबे निज निज घर को जीवा हो चलो हो चलो देखो एठी गुटे स्त्री लोक चेताई पड़ी रही जाइकी देखिबा
ଆରେ ଏତେ ପରା ଅଚିତାଇ ଯାଇଛି। ଏବେ ଆମେ କ'ଣ କରିବା? ଚାଲ ଗୁରୁଜୀଙ୍କୁ ଡାକିବା। ହଉ ଠିକ ଅଛି। ଗୁରୁଜୀ ଆସ ଗୁରୁଜୀ, ଗୁରୁଜୀ ଆସ ଗୁରୁଜୀ। ଆରେ ପିଲେ କଣ ହେଇଛି? କାହିଁକି ମତେ ପାଟି ଡାକୁଛ? ଦେଖନ୍ତୁ ଗୁରୁଜୀ, ସ୍ତ୍ରୀ ଲୋକଟା ଅଚିତାଇ ପଡି ରହିଛି। ତ କଣ ହେଇଛି ଆର? ଆମେ କେତେ ଡାକିଲୁ ସେ କିଛି କହିଲେନି। ଆରେ ଇଏ ତ ପୁରା ବେହୋସ ହୋଇ ପଡି ରହିଛି। କେହି ଜଣେ ଯାଅ ପାଣି ନେଇକି ଆସ। ଚେତା ଫେରିଲା ପରେ ବାକି କଥାଟା ବୁଝିବା। ଠିକ ଅଛି ଗୁରୁଜୀ। ଆରେ ଯା। ଜୋରରେ ସମ୍ଭାଳି ନ ପାରି ସଜ୍ଞାହୀନ ହୋଇ ପଡ଼ିଥିବା ମୌସୁମୀକୁ ଦେଖି ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଚେତନା କରିବାକୁ ଉଦ୍ୟମ କରୁଛନ୍ତି। ପାଣି ଆଣି ମୁଖରେ ମାରିବାର କିଛି ସମୟ ପରେ ଧୀରେ ଧୀରେ ଚେତନା ପାଇ ଉଠିଲା ମୌସୁମୀ। ଧୀରେ ଧୀରେ ଚେତନା ପାଇ ଉଠିଲା ମୌସୁମୀ। ତୁ କିଏ ଭଉଣୀ? ଏଠି ଏମିତି ଅବସ୍ଥାରେ ପଡିଥିଲୁ କେମିତି? ମୋ ପୁଅ ଗୋଡ଼। ଆରେ ଏଠି ତ ପୁଅ ନାହିଁ। ଆରେ କାହାକୁ ତୁ ପୁଅ ପୁଅ ବୋଲି ଡାକୁଛୁ? ତମେ ମାନେ କିଏ? ମୋ ପୁଅ ଅଛେ। ଆରେ ଆମେ ତ ପୁଅକୁ ଦେଖିନୁ। ଏଠି ନଥିଲା। ନା ଆମେ ତ ପୁଅକୁ ଦେଖିନୁ। ଆରେ ତୁ ଆସିଗଲେ तो कोई औषध मिललानी लो माँ कम पैसा लो औषध दे उना ओले एले माने हे माने किए? ମୋ ନିଜେ ବି ଜାଣିନି ବାବୁ। ହେଇଠି ଅଛି ତାଇ ପଡିଥିଲେ। ହେଇ ମତେ ଉଠେଇଲେ। ହେ ମାନେ କିଏ? ମୁଁ ନିଜେ ବି ଜାଣିନି। ଓ ତାହେଲେ ତୋ ପୁଅ। କିନ୍ତୁ ଏ ପୁଅକୁ ଧରି ଏମିତି ଅବସ୍ଥାରେ ବୁଲୁଛ କାହିଁକି? ତମର କ'ଣ କେହି ନାହାନ୍ତି? ନାଇଁ ବାବୁ, ମୋର କେହି ନାହାନ୍ତି। ଗୋଟିଏ ସରି ବାବୁଙ୍କୁ ଭଲ ପାଇ ବାହା ହେଇଥିଲେ। ବିନା ଦୋଷରେ ମତେ ଗୋଟିଏ ପେସେଣ୍ଟ କହି ମା ପୁଅ ଘରୁ ବାହାର କରିଦେଲେ। ରହିବାକୁ ଜାଗା ନାହିଁ, ଖାଇବାକୁ ଅନ୍ନ ନାହିଁ। 7 ଦିନ ହେଲା ଉପବାସ ରହୁଛି ବାବୁ। ହେ ଭଗବାନ। ଆଲୋ ଭଉଣୀ, ତୋ କଥା ଶୁଣି ତମ ଦୁଇ ଜଣଙ୍କ ଏମିତି ଅବସ୍ଥାକୁ ଦେଖି ମୋ ଆଖି ଲୁହରେ ଭରି ଯାଉଛି। ତୁ ଗୋଟେ କାମ କର, ଏ ପୁଅକୁ ଧରି ଚାଲ ଆମ ଆଶ୍ରମକୁ। ସେଇଠି ଆମ ମାନଙ୍କ ସହିତ ରହିବୁ। ନାଇଁ ବାବୁ, ହେ ହୋବାଙ୍ଗର ବଛକୁ ଆପଣ ମୁଣ୍ଡ ଲଦେବେ କାହିଁକି? ନାଇଁ। ଆରେ କୋଉଟାକୁ ତୁ ବଞ୍ଚ ବୋଲି କହୁଛୁ? ଆରେ ବିପଦ ବେଳେ ମଣିଷକୁ ସାହାଯ୍ୟ କରିବା ହିଁ ମଣିଷର ଧର୍ମ। ଏ ପୁଅ କଥା ଚିନ୍ତା କର। ଏମିତି ଭିକାରୁଣିଏ ବୁଲିଲେ ତା ଭବିଷ୍ୟତ ଅନ୍ଧାର ହେଇଯିବ। ତେଣୁ ତୁ ଆମମାନଙ୍କ ସହିତ ରହିଲେ ଏ ପିଲାଟା ପାଠ ପଢିବ, ଭଲ ମଣିଷ ହବ। ଠିକ ଅଛି ବାବୁ, ଆପଣ କହୁଛନ୍ତି ଯେତେବେଳେ ମୁଁ ଆପଣଙ୍କ ସହିତ ରହିବି। ହଁ ଆରେ ବାବୁ, ତୋ ନା କ'ଣ କହିଲୁ? जय ଅଜୟ। ଏମାନେ ହଉଛନ୍ତି ତୋ ସାଙ୍ଗ। ଏମାନଙ୍କ ସହିତ ପାଠ ପଢିବୁ। ନା କ'ଣ ରେ ପିଲେ? ହଉ ଆଶ୍ରମକୁ ଚାଲ। ଚାଲ